ଓଡ଼ିଶାରେ ନୂଆ ସରକାର ଗଠନ ହେବା ପରେ ମୋହନ ମାଝୀଙ୍କ ସରକାର ବର୍ତ୍ତମାନ କ୍ରମାଗତ ଭାବରେ ଲୋକଙ୍କ ଅଭିଯୋଗକୁ ଶୁଣିବା ପାଇଁ ବର୍ତ୍ତମାନ ଭୁବନେଶ୍ୱରଠାରେ ଆରମ୍ଭ କରିଛନ୍ତି ଜନଶୁଣାଣି। ତ ଏଥିରେ ସେ ଡାଇରେକ୍ଟଲି ଲୋକଙ୍କ କଥା ଶୁଣୁଛନ୍ତି, ତ ଅଭିଯୋଗ ବି ସେମାନେ ଗ୍ରହଣ କରୁଛନ୍ତି, ତା ପାଇଁ ପଦକ୍ଷେପ ବି ନେଉଛନ୍ତି। ତ ବର୍ତ୍ତମାନ ଦେଖନ୍ତୁ, ଯେଉଁମାନେ ବହୁତ ଦୂରରେ ଅଛନ୍ତି ଭୁବନେଶ୍ୱରରୁ, ଯେଉଁମାନେ ଆସିପାରୁନାହାନ୍ତି, ତ ସେମାନଙ୍କ ପାଇଁ ମୋବାଇଲ ଦ୍ୱାରା କିପରି ଆପଣମାନେ ଅଭିଯୋଗ କରିପାରିବେ ମୁଖ୍ୟମନ୍ତ୍ରୀଙ୍କ ପାଖରେ, ରାସନ କାର୍ଡ଼ ପାଇଁ ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ହେଉ କିମ୍ବା ଆପଣଙ୍କର ଯେକୌଣସି ସରକାରୀ କାମରେ ଯଦି ବିଳମ୍ବ ହେଉଛି, ସେ କାମ ଆପଣଙ୍କର ହେଉନି, ତେବେ ଆପଣମାନେ ଆପଣଙ୍କର ଅଭିଯୋଗ କରିପାରିବେ। ତ ସେଥିପାଇଁ ମୁଁ ଆପଣଙ୍କୁ ଭିଡ଼ିଓକୁ ଷ୍ଟାର୍ଟିଂ କରିବା ପୂର୍ବରୁ ଆପଣଙ୍କୁ କହି ରଖୁଛି, ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ କରି ଦେଖୁଛନ୍ତି, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ଅଲ୍ ଆଇକନ୍ ଦବାଉଛନ୍ତି, ଯେମିତି ଆମର ଆସୁଥିବା ସମସ୍ତ ଇନଫର୍ମେଟିଭ୍ ଭିଡ଼ିଓ ଆପଣମାନେ ପାଇପାରିବେ। ତ ବର୍ତ୍ତମାନ ଆମେ ଦେଖିଦେବା ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣମାନେ କିପରି ଆପଣଙ୍କର ଅଭିଯୋଗ ଦାଖଲ କରିବେ। ତ ଯେକୌଣସି ଗୋଟେ ବ୍ରାଉଜରରେ ଆପଣମାନେ ସର୍ଚ୍ଚ କରିଦିଅନ୍ତୁ ଜନଶୁଣାଣି। ତ ଜନଶୁଣାଣି ସର୍ଚ୍ଚ କଲା ପରେ ଦେଖିଦିଅନ୍ତୁ, ପ୍ରଥମେ ଯେଉଁ ଅପସନ୍ଟି ଆସୁଛି ପବ୍ଲିକ୍ ଗ୍ରିଭାନ୍ସର ଯେଉଁ ୱେବସାଇଟ୍ଟି, ଆପଣ ତାପରେ କ୍ଲିକ୍ କରିବାକୁ ପଡ଼ିବ। ତାପରେ କ୍ଲିକ୍ କଲା ପରେ ଆପଣଙ୍କୁ ଜନଶୁଣାଣି ପୋର୍ଟାଲକୁ ଡାଇରେକ୍ଟଲି ହେଇଯିବେ। ତ ବର୍ତ୍ତମାନ ଦେଖିଦିଅନ୍ତୁ, ଜନଶୁଣାଣିର ପୋର୍ଟାଲ ବର୍ତ୍ତମାନ ଓପନ୍ ହେଇଯାଇଛି ମୋବାଇଲରେ। ମୁଁ ଆପଣଙ୍କୁ ସେଇଟା ଡାଇରେକ୍ଟଲି ଦେଖାଉଛି। ତ ଏଠି ତଳକୁ ଆସିଲା ପରେ ଦେଖିଦିଅନ୍ତୁ, ଯେଉଁ ଟୋଟାଲି ଉପରେ ଆପଣଙ୍କୁ ଦେଖୁଛି ହେଉଛି ଜନଶୁଣାଣି ପୋର୍ଟାଲ। ତ ଏ ପୋର୍ଟାଲରେ ଆପଣ ଦେଖିଦିଅନ୍ତୁ, ଗୋଟେ ହ୍ୱାଟ୍ସଆପ୍ର ସିମ୍ବଲ୍ ଏଠି ଆପଣଙ୍କୁ ଦିଆଯାଇଛି। ମୁଁ ଆପଣଙ୍କୁ ଜୁମ୍ କରି ଟିକେ ଦେଖିଦେଉଛି। ହ୍ୱାଟ୍ସଆପ୍ ଜରିଆରେ ଅଭିଯୋଗ ପଞ୍ଜୀକରଣ ଆପଣମାନେ କରିପାରିବେ ମୁଖ୍ୟମନ୍ତ୍ରୀଙ୍କ ପାଖରେ। ଯଦି ଆପଣଙ୍କର କିଛି ଅସୁବିଧା ଥାଏ କିମ୍ବା ଆପଣଙ୍କର ଯଦି ରାସନ କାର୍ଡ଼ ଆପଣ ପାଇବା ପାଇଁ ଚାହୁଁଛନ୍ତି କିମ୍ବା ଆପଣଙ୍କର ଯଦି ରାସନ କାର୍ଡ଼ ଯଦି ଆପଣମାନଙ୍କର ନାଁ ଆଡ଼୍ କରୁଛନ୍ତି, ସେଇଟା ଆଡ଼୍ ହେବାରେ ବିଳମ୍ବ ହେଉଛି, ଏଇସବୁ କିଛି। ତ ଏଠି ଗୋଟେ ଅପସନ୍ ଦିଆଯାଇଛି, ଏଠି ହାଏ ଲେଖନ୍ତୁ ଗୋଟେ ଅପସନ୍ ଆସିଛି, ତା ଉପରେ ଆପଣ କ୍ଲିକ୍ କରିବାକୁ ପଡ଼ିବ। ତ ଏଠି କ୍ଲିକ୍ କଲା ପରେ ଏହା ଆପଣଙ୍କର ହ୍ୱାଟ୍ସଆପ୍ରେ ଓପନ୍ ହେଇଯିବ। ତ ହ୍ୱାଟ୍ସଆପ୍ରେ ଓପନ୍ ହେଲା ପରେ ଏଠି ଦେଖିଦିଅନ୍ତୁ ହାଏ ଅଲରେଡ଼ି ଲେଖା ହେଇକି ଅଛି। ତା ପୂର୍ବରୁ ଦେଖିଦିଅନ୍ତୁ ଯେଉଁ ଇନଭର୍ଟେଡ଼ କମା ଅଛି, ଇନଭର୍ଟେଡ଼ କମାକୁ ଆପଣ କାଟିକି କେବଳ HI ହାଏ ଲେଖିକି ଆପଣମାନେ ସେଣ୍ଡ କରିଦିଅନ୍ତୁ। ହାଏ ଲେଖିକି ସେଣ୍ଡ କଲା ପରେ ଆପଣଙ୍କର କିଛି ସମୟ ପ୍ରୋସେସ୍ ହେବ। ତାପରେ ଆପଣଙ୍କୁ ଏଇଭଳିଆ ଗୋଟେ ଆସିଯିବ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର, ଯାହାକି ଆପଣଙ୍କର ରହିଛି ଜନଶୁଣାଣିର। ଏଥିରେ ଆପଣଙ୍କର ଅଭିଯୋଗ ପଞ୍ଜୀକରଣ ଆପଣମାନେ କରିପାରିବେ। ସମ୍ପୂର୍ଣ୍ଣ ଡିଟେଲ୍ସ ବି ଆପଣ ଏଠି ପଢ଼ିପାରିବେ, କ'ଣ ହେଇପାରିବ କ'ଣ ନାହିଁ। ତ ଏଠି ଗୋଟେ ଜିନିଷ ଲେଖାଯାଇଛି, ଦେଖିଦିଅନ୍ତୁ, ଯଦି ଆପଣମାନେ ହ୍ୱାଟ୍ସଆପ୍ରେ ପଞ୍ଜୀକରଣ କରୁଛନ୍ତି ତ ଷ୍ଟାର୍ଟିଂ କରିବା ପାଇଁ ଆପଣଙ୍କୁ ହାଏ ଲେଖିବାକୁ ପଡ଼ିବ। ତ ଯଦି ଆପଣଙ୍କର ସମ୍ପୂର୍ଣ୍ଣ ବିଷୟରେ ଆପଣ ଯଦି ତଥ୍ୟ ଦେଇସାରିଛନ୍ତି, ବାହାରକୁ ଆସିବା ପାଇଁ ଆପଣଙ୍କୁ ଏକ୍ଜିଷ୍ଟ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଲେଖିକି ଏକ୍ଜିଷ୍ଟ ଆପଣ ଯଦି ଏଣ୍ଟ୍ରି କରିଦେଉଛନ୍ତି, ତାହେଲେ ଆପଣ ଏକ୍ଜିଷ୍ଟ ହେଇଯିବେ। ତାପରେ ଏଠି ଦେଖିଦିଅନ୍ତୁ ଦୁଇଟି ଲାଙ୍ଗୁଏଜ୍ ଦିଆଯାଇଛି, ଆପଣ ଓଡ଼ିଆ ଆଉ ଇଂଲିଶ। ତ ଏହା ଆପଣମାନଙ୍କୁ ସୁବିଧା ହେବ ଯେମିତି ଦେଖିବା ପାଇଁ ବା ସୁବିଧା ହେବ ବୁଝିବା ପାଇଁ। ଆପଣଙ୍କୁ ଓଡ଼ିଆ ଏଠି ସିଲେକ୍ଟ କରିଦେଉଛି। ତ ଓଡ଼ିଆ ଲେଖିକି ମୁଁ ଏଠି ପଠାଇଦେଲା ପରେ ତ କିଛି ସମୟର ଏଠି ପ୍ରୋସେସିଂ, ଏହା 1 ସେକେଣ୍ଡ କିମ୍ବା 2 ସେକେଣ୍ଡ ନେଉଛି। ତାପରେ ଏହାର ଅପସନ୍ ଗୁଡ଼ିକ ପଳେଇ ଆସିବ, ଦେଖିଦିଅନ୍ତୁ। ତ ଏଠି 3ଟି ଅପସନ୍ ଆସିଛି, ଅଭିଯୋଗ ଦାଖଲ କରିବା, ଅଭିଯୋଗର ସ୍ଥିତି, ଜନଶୁଣାଣି ବିଷୟରେ। ତ ଆପଣମାନେ ଯାହା ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି, ଧରିନିଅନ୍ତୁ ଆପଣ ଅଭିଯୋଗ ଦାଖଲ କରିବାକୁ ଚାହୁଁଛନ୍ତି, ତ ଏଠି ଆପଣ କରିପାରିବେ। ଯଦି ଆପଣ ପୂର୍ବରୁ ଅଭିଯୋଗ କରିଛନ୍ତି, ଅଭିଯୋଗ ସ୍ଥିତି ବି ଏଠି ଚେକ୍ କରିପାରିବେ। ତ ଯେହେତୁ ଆମେ ନୂଆକରି ଏଠି ଆମେ ଅଭିଯୋଗ କରିବା, ତ ଅଭିଯୋଗ ଦାଖଲ ଉପରେ ମୁଁ ବର୍ତ୍ତମାନ କ୍ଲିକ୍ କରିଦେଉଛି। ତ ଅଭିଯୋଗ ଦାଖଲ ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ଆସିଯିବ, ଦେଖିଦିଅନ୍ତୁ। ତ ଏହା 1 ସେକେଣ୍ଡ କିମ୍ବା 2 ସେକେଣ୍ଡ ଟାଇମ୍ରୁ ଅଧିକା ବି ସମୟ ନେଉନି। ତ ଏହାପରେ ନେକ୍ସଟ ଅପସନ୍ ଆପଣଙ୍କୁ ପଳେଇ ଆସିଛି, ଦୟାକରି ଆପଣଙ୍କର ସମ୍ପୂର୍ଣ୍ଣ ନାମ ପ୍ରବେଶ କରନ୍ତୁ। ଏଇଟା ଆପଣଙ୍କର ନାଁ ଯାହା ଥିବ, ଯାହା ନାଁରେ ଆପଣ ଗ୍ରିଭାନ୍ସ ଦେବାକୁ ଚାହୁଁଛନ୍ତି ବା ଆପଣଙ୍କର ଯାହା ବି ଅସୁବିଧା ଅଛି ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି, ତ ତାଙ୍କର ନାଁ ସମ୍ପୂର୍ଣ୍ଣ ନାମଟିକୁ ଏଠି ଆପଣଙ୍କୁ ଲେଖିବାକୁ ପଡ଼ିବ। ତ ସମ୍ପୂର୍ଣ୍ଣ ନାମଟି ଲେଖି ସାରିଲା ପରେ ଆପଣ ଏହାକୁ ସେଣ୍ଡ କରିଦିଅନ୍ତୁ। ତ ସେଣ୍ଡ କଲା ପରେ ଏହା ପୁଣି 1 ସେକେଣ୍ଡ କିମ୍ବା 2 ସେକେଣ୍ଡର ଟାଇମ୍ ନେବ। ଦେଖନ୍ତୁ, ମୁଁ ଯେତିକି ସମୟ ଭିତରେ କହୁଛି, ସେତିକି ସମୟ ଭିତରେ ବି ସେ ଅଲରେଡ଼ି ରିପ୍ଲାଏ ପଳେଇ ଆସୁଛି। ଅଲରେଡ଼ି ରିପ୍ଲାଏ ପଳେଇ ଆସି ଦେଖିଦିଅନ୍ତୁ, ଏଠି ଆପଣଙ୍କର ଜେଣ୍ଡର ପଚାରିଯାଇଛି, ଆପଣ ପୁରୁଷ କିମ୍ବା ମହିଳା, କିମ୍ବା ଆପଣ ଯଦି ଥାର୍ଡ଼ ଜେଣ୍ଡର ହେଇଥାନ୍ତି ତ ଆପଣ ସେଇ ଅନୁସାରେ ଏଠି ଆପଣଙ୍କୁ ସିଲେକ୍ଟ କରିବାକୁ ପଡ଼ିବ। ଯେହେତୁ ଆମେ ଏଠି ମହିଳାଙ୍କ ନାମରେ ମୁଁ ଏଠି ପଞ୍ଜୀକରଣ କରୁଛି, ତ ଏଠି ମହିଳାକୁ ମୁଁ ଏଠି ଦେଇକି ସିଲେକ୍ଟ କରିଦେଉଛି, ତାକୁ ସେଣ୍ଡ ବି କରିଦେଉଛି। ଏହାପରେ ଆପଣଙ୍କ ଅପସନ୍ ଆସିଯିବ, ଦେଖିଦିଅନ୍ତୁ କ'ଣ ଅପସନ୍ ଆସୁଛି। ତ ଏଠି ଆପଣଙ୍କୁ ଆସିଯାଉଛି, ଦୟାକରି ଅକ୍ଷମତା ପ୍ରକାର ଚୟନ କରନ୍ତୁ। ଆପଣ ଯଦି ଡିଜାବିଲିଟି ଥାଏ, ତେବେ ଆପଣମାନେ ଏହାକୁ ଏଠି ସିଲେକ୍ଟ କରିପାରିବେ। ତ ଏଠି କ'ଣ କ'ଣ ସବୁ ଅପସନ୍ ଆସୁଛି ମୁଁ ସେଇଟା ବି ଆପଣମାନଙ୍କୁ ଦେଖେଇବି। ଯଦି ଆପଣଙ୍କର ଡିଜାବିଲିଟି ଥାଏ, ତ ଆପଣ ସେ ଭିତରୁ ସିଲେକ୍ଟ ବି କରିପାରିବେ। ତ ବର୍ତ୍ତମାନ ମୁଁ ଚୟନ କରନ୍ତୁ ଯେଉଁଠି ଲେଖା ହେଇଛି, ତାପରେ ମୁଁ କ୍ଲିକ୍ କରିକି ଆପଣମାନଙ୍କୁ ଦେଖେଇ ଦେଉଛି କ'ଣ କ'ଣ ସେଠି ସବୁ ଅପସନ୍ ଅଛି, କେଉଁ ଅପସନ୍ ଆପଣ କ୍ଲିକ୍ କରିବେ। ତ ଏଠି ଦେଖିଦିଅନ୍ତୁ, ସେମିତି କିଛି ନୁହେଁ, ଗୋଟେ ଅପସନ୍ ଆସିଛି। ଦେନ୍ ଆପଣ ଲୋକମୋଟ ଆସିଛି, ଅକ୍ଷମତା, ଯେଉଁଟାକି ଆପଣଙ୍କର ନିମ୍ନ ଦର୍ଶନ, ଆପଣଙ୍କର ଯଦି ଅଳ୍ପ ଦିଶୁଥିବ ଆଖିକୁ, ତେବେ ଏହା ପାଇଁ ଆପଣ
ଦେଇପାରିବେ। ଯଦି ମାନସିକ ରୋଗ ଆପଣ ଥାଏ ସେବେ ଦେଇପାରିବେ। ଅନ୍ୟାନ୍ୟ ଅକ୍ଷମତା ଯଦି ଥିବ ଯାହା ବି ଆପଣଙ୍କର ଡିଜାବିଲିଟି ଅଛି ତ ସେଇ ଅନୁସାରେ ଆପଣ ସିଲେକ୍ଟ କରନ୍ତୁ। ଯେହେତୁ ଆମର କିଛି ନାହିଁ ମୁଁ ଏଠି କିଛି ନୁହେଁ ଉପରେ କ୍ଲିକ୍ କରିକି ତାକୁ ସେଣ୍ଡ କରିଦେଉଛି। ଯଦି ଆପଣଙ୍କର କିଛି ଡିଜାବିଲିଟି ଥାଏ ତ ଡିଜାବିଲିଟି ଅନୁସାରେ ଆପଣମାନେ ଏହାକୁ ସିଲେକ୍ଟ କରିପାରିବେ। ତ ଯେହେତୁ ଆମର କିଛି ଡିଜାବିଲିଟି ନାହିଁ ମୁଁ ଡିଜାବିଲିଟି କିଛି ନାହିଁ ଲେଖିକି ଏହାକୁ ବର୍ତ୍ତମାନ ପଠାଇ ଦେଇଛି ଆପଣମାନେ ଦେଖିପାରୁଥିବେ। ତାପରେ ଅପସନ୍ ଆପଣମାନଙ୍କୁ ପଳେଇ ଆସିବ ଯେ ଆପଣଙ୍କର ଜିଲ୍ଲା ଆପଣଙ୍କୁ ସିଲେକ୍ଟ କରିବାକୁ ପଡ଼ିବ। ତ ଦେଖିଦିଅନ୍ତୁ ଜିଲ୍ଲା ଗୁଡ଼ିକର ଲିଷ୍ଟ ଏଠି ପଳେଇ ଆସିଛି ସମ୍ପୂର୍ଣ୍ଣ ଡିଟେଲ୍ସ ଯାହାକି ଲେଫ୍ଟ ସାଇଡ଼୍ରେ ଆପଣଙ୍କର ସବୁ ସିରିଏଲ୍ ନମ୍ବର ଦିଆଯାଇଛି କେଉଁ ଜିଲ୍ଲା ପାଇଁ କେଉଁ ସିରିଏଲ୍ ନମ୍ବର ରହିଛି ଆପଣମାନେ ଏଠି ଦେଖିପାରୁଛନ୍ତି। ତ ମୁଁ ଯେହେତୁ ଆପଣଙ୍କ ନୟାଗଡ଼ ମୁଁ ଏଠି ନୟାଗଡ଼ ପାଇଁକା ରହିଛି 24 ନମ୍ବର ସିରିଏଲ୍ ତ ମୁଁ ଏଠି ବର୍ତ୍ତମାନ 24 ନମ୍ବର ଲେଖିକି ବର୍ତ୍ତମାନ ସେଣ୍ଡ କରିଦେଉଛି। ତ ଆପଣଙ୍କର ଜିଲ୍ଲା ଯେକୌଣସି ଜିଲ୍ଲା ଆପଣଙ୍କର ରହୁଛି ତାର ଯେଉଁ ଲେଫ୍ଟ ସାଇଡ଼୍ରେ ଯେଉଁଟା ଦିଆଯାଇଛି ନମ୍ବର ସେ ନମ୍ବର ଆପଣଙ୍କୁ ଏଠି ସେଣ୍ଡ କରିବାକୁ ପଡ଼ିବ। ତ ମୁଁ ଏଠି 24 ଲେଖି ସେଣ୍ଡ କଲା ପରେ ଆମ ନୟାଗଡ଼ ଜିଲ୍ଲାର ଯେତିକି ସବୁ ବ୍ଲକ୍ ଅଛି କିମ୍ବା ମ୍ୟୁନିସିପାଲିଟି ଏରିଆ ଅଛି ବା ଏନ୍ଏସି ଏରିଆ ଅଛି ସବୁ କିଛି ଏଠି ଆପଣମାନଙ୍କ ସାମ୍ନାରେ ଦେଖେଇ ଦିଅନ୍ତୁ। ମୁଁ ଆପଣଙ୍କୁ ଦେଖାଉଛି ଏଠି ପଳେଇ ଆସିଛି ଆପଣଙ୍କର ବ୍ଲକ୍ ଯେଉଁଟା ହେଇଥିବ ଧନ୍ୟବାଦ ଆମେ ବ୍ଲକ୍ରେ ବସବାସ କରୁଛୁ ତ ଆମର ଏଠି ବ୍ଲକ୍ ମୁଁ ଯାହା ଅଛି ସେ ନମ୍ବର ଏଠି ଦେଇକି ସେଣ୍ଡ କରିଦେଇଛି। ତ ଆପଣଙ୍କର ସେମିତି ଯେଉଁ ବ୍ଲକ୍ ଥିବ ସେ ବ୍ଲକ୍ ପୂର୍ବରୁ ଯେଉଁ ନମ୍ବର ଥିବ ସେ ନମ୍ବର ଦେଇକି ଆପଣ ସେଣ୍ଡ କରିବେ। ତାପରେ ଦେଖିଦିଅନ୍ତୁ ଏଠି ଆପଣଙ୍କର ଯେଉଁ ପଚାରିଛି ଆପଣଙ୍କ ବ୍ଲକ୍ ଆପଣ ସିଲେକ୍ଟ କରିଛନ୍ତି ତ ଆପଣଙ୍କର ସମ୍ପୂର୍ଣ୍ଣ ଡିଟେଲ୍ସ ଯାହାକି ଆପଣଙ୍କର ଆଟ୍ ପୋଷ୍ଟ ଯାହାକି ସମ୍ପୂର୍ଣ୍ଣ ଠିକଣା ଯଦି ଆପଣ ଦେବାକୁ ଚାହୁଁଛନ୍ତି ତେବେ ଆପଣ ଦେଇପାରିବେ। ଯଦି ଆପଣଙ୍କର ଠିକଣା ଏଠି ଆପଣ ଟାଇପ୍ କରିବାକୁ ଚାହୁଁନାହାନ୍ତି ତେବେ ନୋ କରିପାରିବେ। ଏଠି ଲେଖାଯାଇଛି ତ ଏଥିରେ ଆପଣ ଯଦି ଆପଣ ଠିକଣା ଦେଉଛନ୍ତି ଆଟ୍ ପୋଷ୍ଟ ଆପଣଙ୍କର ପୋଲିସ ଷ୍ଟେସନ କ'ଣ ରହିଛି ଆପଣଙ୍କର ଡିଷ୍ଟ୍ରିକ୍ଟ ଆପଣଙ୍କର ପିନ୍ ସବୁକିଛି ଏଠି ଫିଲ୍ଅପ୍ କରିବାକୁ ପଡ଼ିବ। ଯଦି ଆପଣମାନେ ଏହାକୁ ଆପଣଙ୍କର ଯେଉଁ ଆଡ୍ରେସ୍ ଅଛି ଆଡ୍ରେସ୍ ଦେବାକୁ ଚାହୁଁନାହାନ୍ତି ତେବେ ଆପଣ ଏଠି ନୋ ବି ଲେଖିପାରିବେ। ମୁଁ ଏଠି ନୋ ବି ଲେଖିକି ଆପଣଙ୍କୁ ଦେଖାଇ ଦେଉଛି ଦେଖିଦିଅନ୍ତୁ। ନୋ ଲେଖିକି ବର୍ତ୍ତମାନ ମୁଁ ସେଣ୍ଡ କରିଦେଇଛି। ନୋ ଲେଖିକି ସେଣ୍ଡ କଲା ପରେ ନେକ୍ସଟ ଯେଉଁ ଅପସନ୍ ଆପଣମାନଙ୍କ ସାମ୍ନାରେ ଆସିବ ସେଇଟା ମୁଁ ଆପଣଙ୍କୁ ଦେଖାଇ ଦେଉଛି। ଦୟାକରି ଆପଣଙ୍କର ଅଭିଯୋଗ ବିଷୟରେ ଏଠି ଆପଣଙ୍କୁ ଦେବାକୁ ପଡ଼ିବ। ତ ଦେଖିଦିଅନ୍ତୁ ଆପଣଙ୍କର ଯାହା ବି ଅଭିଯୋଗ ଅଛି ତ ଅଭିଯୋଗଟି ଏଠି ଆପଣଙ୍କୁ ଟାଇପ୍ କରିବାକୁ ପଡ଼ିବ। ଯଦି ଆପଣଙ୍କର ଅଭିଯୋଗ କ'ଣ ଲେଖିବେ ଆପଣ ଜାଣିପାରୁନାହାନ୍ତି ତେବେ ମୁଁ ଆପଣଙ୍କୁ କହି ରଖୁଛି କ'ଣ ଏଠି ଆପଣ ଲେଖିବାକୁ ପଡ଼ିବ ସେଇଟା ବି ଆପଣଙ୍କୁ ଦେଖାଇଦେବି। ଦେଖିଦିଅନ୍ତୁ ମୁଁ ଆପଣଙ୍କର ଡିଟେଲ୍ସ ଦେଖାଉଛି ଆମର ଚ୍ୟାନେଲ୍ ଯାହାକି ଇନଫର୍ମେଟିଭ୍ ଓଡ଼ିଶା ଆମର ଚ୍ୟାନେଲ୍କୁ ଆପଣ ପଳାଇ ଯାଆନ୍ତୁ। ତାର ଡେସ୍କ୍ରିପସନ୍ରେ ମୁଁ ଗୋଟେ ଲିଙ୍କ୍ ଦେଇଛି ଯାହାକି ଗୁଡ଼ାଏ ଲିଙ୍କ୍ ତ ଅଛି ଏଥିରେ ଆପଣ ସେଥିରୁ ହ୍ୱାଟ୍ସଆପ୍ ଆମର ଯେଉଁ ଚ୍ୟାନେଲ୍ ଅଛି ହ୍ୱାଟ୍ସଆପ୍ ଚ୍ୟାନେଲ୍ର ଲିଙ୍କ୍ ବି ମୁଁ ସେଇଠି ଦେଇଛି ଆପଣ ସେଇଟା ବି ମୁଁ ଆପଣଙ୍କୁ ଦେଖାଇ ଦେଉଛି କେଉଁଠୁ ପାଇବେ ସେଇ ଯାହା ଡିଟେଲ୍ସ ଆପଣ ଲେଖିବାକୁ ଚାହୁଁଛନ୍ତି। ତ ଏଠି ଦେଖିଦିଅନ୍ତୁ ଏଠି 5ଟି ଲିଙ୍କ୍ ମୁଁ ଆପଣଙ୍କୁ ଦେଇଛି। ତ 5ଟି ଲିଙ୍କ୍ ଭିତରୁ ହ୍ୱାଟ୍ସଆପ୍ ଚ୍ୟାନେଲ୍ ସେକେଣ୍ଡ ଅପସନ୍ ଯେଉଁ ଅପସନ୍ ଦିଆଯାଇଛି ଆପଣଙ୍କର ହ୍ୱାଟ୍ସଆପ୍ ଚ୍ୟାନେଲ୍ ଆପଣ ହ୍ୱାଟ୍ସଆପ୍ ଚ୍ୟାନେଲ୍ ଉପରେ କ୍ଲିକ୍ କରିଦିଅନ୍ତୁ। ହ୍ୱାଟ୍ସଆପ୍ ଚ୍ୟାନେଲ୍ ଉପରେ କ୍ଲିକ୍ କଲା ପରେ ଆପଣ ଯଦି ହ୍ୱାଟ୍ସଆପ୍ ୟୁଜ୍ କରୁଛନ୍ତି ତେବେ ଆପଣଙ୍କ ହ୍ୱାଟ୍ସଆପ୍ରେ ଏହା ଡାଇରେକ୍ଟଲି ଓପନ୍ ହୋଇଯିବ। ମୁଁ ସେଇଟା ବି ଆପଣମାନଙ୍କୁ କରିକି ଦେଖାଉଛି। ତ ଆପଣମାନେ କ'ଣ ଲେଖିବେ ଆପଣଙ୍କର ଯେଉଁ ରହିଛି ଦରଖାସ୍ତଟି ଆପଣ କ'ଣ ଲେଖିବେ ସେ ବିଷୟରେ ଫର୍ମାଟ୍ ମୁଁ ପୁରା ରେଡ଼ି କରି ରଖିଛି। ତ ଦେଖିଦିଅନ୍ତୁ ଭିଉ ଚ୍ୟାନେଲ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ହ୍ୱାଟ୍ସଆପ୍ ଯାହା ବି ଆପଣ ୟୁଜ୍ କରୁଛନ୍ତି ସେଠି ଆପଣଙ୍କର ଖୋଲିଯିବ। ମୁଁ ଅଲରେଡ଼ି ଚ୍ୟାନେଲ୍ରେ ଏହାକୁ ଦେଇଦେଇଛି ଯେଉଁ ଆପ୍ଲିକେସନ୍ଟି ଆପଣ ଲେଖିବେ ତାକୁ ଆପଣମାନେ କପି ଆଉ ପେଷ୍ଟ କରିକି ୱାର୍ଡ଼ପ୍ୟାଡ଼୍ କିମ୍ବା ଆପଣ ଯଦି ନୋଟପ୍ୟାଡ଼୍ ୟୁଜ୍ କରୁଛନ୍ତି ସେଥିରେ ଡାଏଲ୍ କରିଦେବେ। ତ ବର୍ତ୍ତମାନ ସମସ୍ତ ମୋବାଇଲ୍ ମାନଙ୍କର ତ ଓଡ଼ିଆ ଲାଙ୍ଗୁଏଜ୍ ଆଭେଲେବୁଲ୍ ଅଛି ଆପଣମାନେ ଚାହିଁଲେ ତାକୁ ଚେଞ୍ଜ କରିପାରିବେ। ମୁଁ ସେଥିପାଇଁକା ଏଠି ଅଲରେଡ଼ି ସ୍ପେସ୍ ଦେଇଦେଇଛି। ତ ସେଠି ଆପଣମାନେ ଆପଣଙ୍କର ନାଁ ଆପଣଙ୍କର ଗାଁ ଆପଣଙ୍କର ଯାହା ବି ଡିଟେଲ୍ସ ଅଛି ଆପଣ ରାସନ କାର୍ଡ଼ ପାଇଁ ହେଉ କିମ୍ବା ଆପଣଙ୍କର ଯଦି ଗ୍ରିଭାନ୍ସ ହେଉଛନ୍ତି ରାସନ କାର୍ଡ଼ ଆପଣ ନାଁ ଯୋଡ଼ିଛନ୍ତି ତ ବର୍ତ୍ତମାନ ମୁଁ ଯାହା ବି ଏଠି ଦେଇଛି ସେଇଟା ନାଁ ଯୋଡ଼ା ହେଇଛି କି ସେଇଟା ବିଳମ୍ବ ହେଉଛି ତାକୁ ଆପ୍ରୁଭାଲ୍ କରାଯାଉନି ସେଥିପାଇଁକା ମୁଁ ଗ୍ରିଭାନ୍ସ ଦେଉଛି ବା ଅଭିଯୋଗ ଦାଖଲ କରୁଛି। ଆପଣ PM ଆବାସ ଯୋଜନା ଯଦି ଆପଣମାନେ ଚାହୁଁଛନ୍ତି ତ ତା ପାଇଁ ବି ଆପଣମାନେ କିଛିଟା ଚେଞ୍ଜ ଚାଞ୍ଜ ଏଥିରେ କରିବେ। ଚେଞ୍ଜ ଚାଞ୍ଜ କରିକି ତାକୁ ସେଠି ଅପଲୋଡ଼ କରିଦେବେ ବା ସେଠି ପେଷ୍ଟ କରିଦେବେ। ତ ବର୍ତ୍ତମାନ ମୁଁ ପଳେଇ ଅଛି ଆପଣଙ୍କର ମେନ୍ ଟପିକ୍ ଯାହାକି ଆପଣଙ୍କର ଥିଲା ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣମାନେ କିପରି ଅଭିଯୋଗ ଦାଖଲ କରିବେ ସେଇ ପେଜ୍କୁ ମୁଁ ଆଉଥରେ ଆପଣମାନଙ୍କୁ ନେଇଯାଉଛି ଦେଖିଦିଅନ୍ତୁ। ତ ବର୍ତ୍ତମାନ ତାକୁ ମୁଁ ଓପନ୍ କରିଦେଇଛି। ଓପନ୍ କଲା ପରେ ଆମେ ଯେଉଁଠି ଥିଲେ ମୁଁ ସେଠି ଏଠି କପି ପେଷ୍ଟ କରିଦେଇଛି। ଆପଣମାନେ ସେଇଭଳିଆ ବି ଯାହା ବି ଲେଖୁଥିବେ ଯାହା ବି ଏଡ଼ିଟ୍ କରିଥିବେ ତାକୁ ଏଠି କପି ପେଷ୍ଟ କରିଦିଅନ୍ତୁ। ଏହାପରେ ଆପଣ କେଉଁ ଉପରେ ଆପଣଙ୍କର ଅଭିଯୋଗଟି ଦେବା ପାଇଁ ଚାହୁଁଛନ୍ତି ତାର ନଥିପତ୍ର ବି ଆପଣଙ୍କୁ ଏଠି ଦାଖଲ କରିବାକୁ ପଡ଼ିବ। ତ ନଥିପତ୍ର ଧରି ନିଅନ୍ତୁ ଯେମିତି ଆପଣ ରାସନ କାର୍ଡ଼ରେ ନାଁ ଏଣ୍ଟ୍ରି କରିଛନ୍ତି ତ ଆପଣଙ୍କର ରାସନ କାର୍ଡ଼ଟି ହେଉନି ତ ଆପଣ ଏଠି ଆପଣ ଦେବାକୁ ପଡ଼ିବ କ'ଣ ଆପଣଙ୍କ ରାସନ କାର୍ଡ଼ ଏବଂ ଯାହାର ନାଁ ଆଡ଼୍ କରିଛନ୍ତି ତାକୁ ସେଇ ତାର ଆଧାର କାର୍ଡ଼ଟି ଦେବାକୁ ପଡ଼ିବ।
ଧରିନିଅନ୍ତୁ ଆପଣଙ୍କର ଆବାସ ଯୋଜନା ପାଇଁ ଯଦି ଆପଣ ପକାଉଛନ୍ତି ତେବେ ଆପଣଙ୍କର ଡକୁମେଣ୍ଟ କ'ଣ ଦେବେ ଆପଣଙ୍କର ଜମି ପଟ୍ଟା ଏବଂ ଆପଣଙ୍କର ଫଟୋ କିମ୍ବା ଆପଣଙ୍କର ଯାହା ବି ଥିବ ଆଧାର କାର୍ଡ଼ ହେଉ କିମ୍ବା ଭୋଟର ଆଇଡେଣ୍ଟି କାର୍ଡ଼ ଯାହା ବି ଆପଣମାନେ ଏଠି ଦେଇପାରିବେ। ତ ଦେଖିଦିଅନ୍ତୁ ମୁଁ ଏହା ସମ୍ପୂର୍ଣ୍ଣ ଭାବରେ ଦେଇସାରିଛି। ତ ଏଠି ଗୋଟେ ଅପସନ୍ ଦିଆଯାଇଛି ଆପଣମାନେ ଅଭିଯୋଗ କାହା ପାଖକୁ ପଠାଇବାକୁ ଚାହୁଁଛନ୍ତି କେଉଁ ଅଫିସକୁ ଆପଣମାନେ ପଠାଇବାକୁ ଚାହୁଁଛନ୍ତି ଆପଣମାନେ ଏଠୁ ଚୟନ କରିପାରିବେ। ତ ଆପଣମାନେ ସେ ଚୟନ କରନ୍ତୁ ଯେଉଁ ଅପସନ୍ ଦିଆଯାଇଛି ତାପରେ କ୍ଲିକ୍ କଲା ପରେ ଏଠି ଆପଣଙ୍କୁ ଅପସନ୍ ଆସିବ ଜିଲ୍ଲାପାଳ ପୋଲିସ ଅଧିକାରୀ ସରକାରୀ ବିଭାଗ କିମ୍ବା ଅନ୍ୟାନ୍ୟ କାର୍ଯ୍ୟାଳୟ ଆପଣମାନେ ଯେକୌଣସି ବିଭାଗକୁ ଆପଣ ପଠାଇବାକୁ ଚାହୁଁଛନ୍ତି। ଧନ୍ୟବାଦ ଆପଣ ଜିଲ୍ଲାପାଳକୁ ପଠାଇବେ ତ ସେଠି ଠିକ୍ କରିବେ। ଯଦି ଆପଣ ପୋଲିସ ବିଭାଗ ପଠାଇବେ କିମ୍ବା ସରକାରୀ ବିଭାଗ ପଠାଇବେ ଯାହାକୁ ବି ଆପଣ ପଠାଇବେ ମୁଁ ଏଠି ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ପଠାଇବାକୁ ଚାହୁଁଛି। ଅନ୍ୟ ସରକାରୀ କାର୍ଯ୍ୟାଳୟ ଅର୍ଥାତ୍ ମୁଁ ଏଠି ଆପଣଙ୍କୁ କହି ରଖୁଛି ଯେ ମୁଖ୍ୟମନ୍ତ୍ରୀଙ୍କୁ ଯଦି ଆପଣମାନେ ପଠାଇବାକୁ ଚାହୁଁଛନ୍ତି ଅନ୍ୟ ସରକାରୀ କାର୍ଯ୍ୟାଳୟ ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ପୁଣି ଥରେ ଅପସନ୍ ଆସିଯିବ। ତ ଆପଣଙ୍କର କେଉଁ ଅଫିସକୁ ପଠାଇବାକୁ ଚାହୁଁଛନ୍ତି ପୁଣି ଆଉଥରେ ସିଲେକ୍ଟ କରିବେ। ଏଠି ଦେଖିଦିଅନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପଳେଇ ଆସିଛି। ମୁଁ ଯେହେତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏହା ପଠାଇବାକୁ ଚାହୁଁଛି ତାପରେ କ୍ଲିକ୍ କରିକି ସେଣ୍ଡ ଉପରେ କ୍ଲିକ୍ କରିଦେବି। ତ ଆପଣମାନେ ଯେକୌଣସି ଅଫିସକୁ କିମ୍ବା ଯେକୌଣସି କାର୍ଯ୍ୟାଳୟ ଏଠି ଆପଣ ଦେଖିଦିଅନ୍ତୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ବି ଅଛି ମୁଖ୍ୟ ଶାସନ ସଚିବ ବି କାର୍ଯ୍ୟାଳୟ ଅଛି ଡିଜି ପୋଲିସ କାର୍ଯ୍ୟାଳୟ ବି ଅଛି। ଆପଣ ଯାହାକୁ ଅଭିଯୋଗ କରିବାକୁ ଚାହୁଁଛନ୍ତି ବା ଆପଣଙ୍କର ଅଭିଯୋଗ ଦାଖଲ କରିବାକୁ ଚାହୁଁଛନ୍ତି ସେ କାର୍ଯ୍ୟାଳୟ ଉପରେ ଆପଣମାନେ କ୍ଲିକ୍ କରିକି ସେଣ୍ଡ କରିବାକୁ ପଡ଼ିବ। ତ ମୁଁ ଏଠି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ବର୍ତ୍ତମାନ ଟିକ୍ କରିଦେଇଛି। ତ ଆପଣଙ୍କର ସୁବିଧା ଯେଉଁଠିକି ହେଉ ଆପଣମାନେ ପଠାଇବାକୁ ଚାହୁଁଛନ୍ତି ସେଠି ଆପଣମାନେ କ୍ଲିକ୍ କରିବେ। ତ ଏଠି ଦେଖିଦିଅନ୍ତୁ ମୁଁ ସେଣ୍ଡ କରିଦେଇଛି ଅଲରେଡ଼ି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ତ ଏହାପରେ ଆପଣ ଦେଖିଦିଅନ୍ତୁ ନେକ୍ସଟ ଅପସନରେ କ'ଣ ଆସୁଛି। ଧନ୍ୟବାଦ ଆପଣଙ୍କର ସଫଳତା ସହିତ ଶୁଣାଣି ପୋର୍ଟାଲ ମାଧ୍ୟମରେ ଆପଣଙ୍କର ଅଭିଯୋଗ ଦାଖଲ କରିଛନ୍ତି। ତ ଆପଣମାନେ ଯେଉଁ ଅଭିଯୋଗ ଦାଖଲ କରିଛନ୍ତି ତାର ଡିଟେଲ୍ସ ବି ଏଠି ପଳେଇ ଆସିଛି। ତାର ସମ୍ପୂର୍ଣ୍ଣ ଡିଟେଲ୍ସ ସହିତ ଆପଣଙ୍କର ଆଇଡି ବି ଏଠି ପଳେଇ ଆସିଛି କେଉଁ ଆଇଡିରେ ଆପଣମାନେ କରିଛନ୍ତି ଅଭିଯୋଗ ଦାଖଲ କରିଛନ୍ତି। ତାପରେ ଆପଣ ଦେଖିଦିଅନ୍ତୁ ଲିଙ୍କ ଆଉ ଦୁଇ ତିନିଟା ଲିଙ୍କ ଦିଆଯାଇଛି ଯେଉଁଥିରେ କି ଆପଣମାନେ ଆପଣଙ୍କର ଅଭିଯୋଗ ଦାଖଲର ସ୍ଥିତି ବି ଆପଣମାନେ ଜାଣିପାରିବେ। ତ ଏଠି ମୁଁ ଆପଣଙ୍କୁ କହି ରଖୁଛି ଯଦି ଆଉ କିଛି ଆପଣଙ୍କର ଅଭିଯୋଗ ଥାଏ ତେବେ ତଳେ ଦେଖିଦିଅନ୍ତୁ ମୁଖ୍ୟ ମେନୁକୁ ଆପଣ ଯାଇକି ପୁଣି ଆଉ ଥରେ ଆଉ କିଛି ଗ୍ରିଭାନ୍ସ ବି ଆପଣମାନେ ଦେଇପାରିବେ ଅଭିଯୋଗ ଦାଖଲ କରିପାରିବେ। ଯଦି ଆପଣଙ୍କର କିଛି ସେମିତି ନାହିଁ ତେବେ ପ୍ରସ୍ଥାନ ଉପରେ ଆପଣ କ୍ଲିକ୍ କରିପାରିବେ କିମ୍ବା ଆପଣ ଏଠି ଏକ୍ଜିଷ୍ଟ ଲେଖିକି ବି ଆପଣମାନେ ସେଣ୍ଡ କଲା ପରେ ଆପଣଙ୍କର ଯେଉଁ କନଭରସେସନ୍ ଥିବ ବା ଅଭିଯୋଗ ଦାଖଲ ପାଇଁ ଯେଉଁ କନଭରସେସନ୍ ଷ୍ଟାର୍ଟ ହେଇଥିଲା ସେଇଟା ବର୍ତ୍ତମାନ ଏକ୍ଜିଷ୍ଟ ହେଇଯିବ। ତ ଏହା ଥିଲା ସମ୍ପୂର୍ଣ୍ଣ ଡିଟେଲ୍ସର ଭିଡ଼ିଓ। ଯଦି ଆପଣମାନେ ଭିଡ଼ିଓଟି ବୁଝିପାରୁଛନ୍ତି ତ ଭଲ କଥା ଏହା ସମସ୍ତଙ୍କୁ ସେୟାର ବି କରିଦିଅନ୍ତୁ ସମସ୍ତେ ଯେମିତି ଏ ବିଷୟରେ ଜାଣିପାରିବେ। ଯଦି ଆପଣମାନେ କିଛି ଡାଉଟ୍ ଅଛି ଆମକୁ ଆମର କମେଣ୍ଟ ବକ୍ସ ମାଧ୍ୟମରେ ଆପଣମାନେ ଆମକୁ କିଛି କ୍ୱେଶ୍ଚିନ୍ ବି ପଚାରିପାରିବେ। ଯଦି ଡାଉଟ୍ ଅଛି ଆମେ ତାର ରିପ୍ଲାଏ ନିହାତି ଦେବୁ। ଆଉ ଗୋଟେ ଜିନିଷ ମୁଁ ଆପଣଙ୍କୁ କହି ରଖୁଛି ଆଉ ଯେଉଁ ଆପ୍ଲିକେସନ୍ ଗୁଡ଼ିକ ରହିଛି ଅଲଗା ଅଲଗା ପାଇଁ ଧରିନିଅନ୍ତୁ ଆପଣଙ୍କର ଇନ୍ଦିରା ଆବାସ ପାଇଁକା ହେଉ କିମ୍ବା ଆପଣ ପ୍ରଧାନମନ୍ତ୍ରୀ ଆବାସ ପାଇଁକା ଯଦି ପାଇବାକୁ ଚାହୁଁଛନ୍ତି ତାର ଆପ୍ଲିକେସନ୍ କେମିତି କରିବେ ତାର ସମ୍ପୂର୍ଣ୍ଣ ଡିଟେଲ୍ସ ଡିଟିଭି କରିକି ମୁଁ ବର୍ତ୍ତମାନ ଦେଇଦେଉଛି। ଆଉ କିଛି ସମୟ ଭିତରେ ମୁଁ ଆପଣଙ୍କୁ ସେଇଟା ଦେଇଦେବି ଆମ ଚ୍ୟାନେଲ୍ ମାଧ୍ୟମରେ ହ୍ୱାଟ୍ସଆପ୍ ଚ୍ୟାନେଲରେ ଯେମିତି ଆପଣଙ୍କୁ ଦେଖିଲି ପୂର୍ବରୁ ଆପଣମାନେ ଆମ ଚ୍ୟାନେଲକୁ ଯାଇକି ତାକୁ କପି ପେଷ୍ଟ ବି କରିପାରିବେ। ତ ଏହା ଥିଲା ସମ୍ପୂର୍ଣ୍ଣ ଡିଟେଲ୍ସର ଭିଡ଼ିଓ। ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ କରି ଭିଡ଼ିଓ ଦେଖୁଛନ୍ତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ଅଲ୍ ଆଇକନ୍ ଦବାଇ ଦିଅନ୍ତୁ ଯେମିତି ଆମର ଆସୁଥିବା ସମସ୍ତ ଇନଫର୍ମେଟିଭ୍ ଭିଡ଼ିଓ ଗୁଡ଼ିକ ଆପଣମାନଙ୍କ ପାଖରେ ପ୍ରଥମେ ପହଞ୍ଚିପାରିବ। ଥ୍ୟାଙ୍କ ୟୁ।